ଖ୍ରୀଷ୍ଟିଆନ ମାନେ କାହିଁକି ରବିବାର ଦିନ ଗିର୍ଜାଗୃହ ଯାଇଥାନ୍ତି ବା ରବିବାର ଦିନକୁ କାହିଁକି ଖ୍ରୀଷ୍ଟିଆନ ମାନଙ୍କର ଚର୍ଚ୍ଚ ଯିବାର ଦିନ ବୋଲି କୁହାଯାଏ। ବାସ୍ତବିକ କ'ଣ କେବଳ ଖ୍ରୀଷ୍ଟିଆନ ମାନଙ୍କ ଚର୍ଚ୍ଚ ଯିବା ନିମନ୍ତେ ଏହି ଦିନକୁ ଯେ ଆନ୍ତର୍ଜାତିକ ଛୁଟି ଭାବେ ଘୋଷଣା କରାଯାଇଛି କି ବା ଜାତୀୟ ଛୁଟି ଭାବେ କ'ଣ ଘୋଷଣା କରାଯାଇଛି କି? ଏହି ଦିନରେ ଚର୍ଚ୍ଚ ନିମନ୍ତେ ଏହା ଏକ ଅବସର ନେବାର ବା ବିଶ୍ରାମ ନେବାର ଗୋଟିଏ ଦିନ ଅଟେ କି? ଅନେକ ଖ୍ରୀଷ୍ଟିଆନ ମାନେ ବି କହନ୍ତି ଯେ ରବିବାର ଦିନ ହେଉଛି ବିଶ୍ରାମ ବାର ବା ବିଶ୍ରାମ ନେବା ଦିନ ବୋଲି। ବାସ୍ତବିକ ପ୍ରକୃତରେ ଏହାର ଅର୍ଥ କ'ଣ ଅଟେ, କାହିଁକି ଅଟେ ଯେ ରବିବାର ଦିନ ହିଁ ଖ୍ରୀଷ୍ଟିଆନ ମାନେ ଗିର୍ଜାଗୃହକୁ ଯାଇଥାନ୍ତି? ଏହି ପ୍ରଶ୍ନର ଉତ୍ତର ଯଦି ଆମେ ପାଇପାରିବା ତାହେଲେ ଆମେ ପ୍ରଥମେ ଚିନ୍ତା କରିବା ଯେ ରବିବାର ଦିନ କ'ଣ ବିଶେଷତ୍ୱ, ରବିବାର ଦିନର ବିଶେଷତ୍ୱ କ'ଣ ଅଟେ? ରବିବାର ଦିନ କାହିଁକି ଖ୍ରୀଷ୍ଟିଆନ ମାନଙ୍କର ଗିର୍ଜାଗୃହ ଯିବାର ଦିନ ଅଟେ? ଆମେ ଯଦି ପ୍ରଭୁଙ୍କର ଏହି ସତ୍ୟତାକୁ ଯଦି ଦେଖିବା ତାହେଲେ ରବିବାର ଦିନ ହେଉଛି ତାହାଙ୍କର ପୁନରୁତ୍ଥାନର ଦିନ। ରବିବାର ଦିନ ସପ୍ତାହର ପ୍ରଥମ ଦିନ। ଏହି ସପ୍ତାହର ପ୍ରଥମ ଦିନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁକୁ ଜୟ କରି ଉଠିଥିଲେ ବୋଲି ପ୍ରଭୁଙ୍କର ବାକ୍ୟରେ ବାଇବେଲରେ ଲେଖାଯାଏ। ଆଉ ରବିବାର ଦିନ ସପ୍ତାହର ପ୍ରଥମ ଦିନରେ ଆଦ୍ୟରେ ଯେଉଁ ଆଦ୍ୟ ମଣ୍ଡଳୀ ଶିଷ୍ୟମାନେ ସେ ସମୟରେ ଥିଲେ, ସେ ରବିବାର ଦିନକୁ ସେମାନେ ରୁଟି ଭାଙ୍ଗି ସେମାନେ ପ୍ରଭୁଙ୍କର ଆରାଧନା ଉପାସନା କରିଥିଲେ। ଆଉ ରବିବାର ଦିନ ଯେ ସପ୍ତାହର ପ୍ରଥମ ଦିନ ତାହା ପୁନରୁତ୍ଥାନର ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର, ତେଣୁ ତାଙ୍କର ମୃତ୍ୟୁକୁ ସ୍ମରଣ କରି ସମସ୍ତେ ମେଜର ଅଂଶୀ ହୋଇଥାନ୍ତି ବା ରୁଟି ଭାଙ୍ଗି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁକୁ ସ୍ମରଣ କରିଥାନ୍ତି ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁକୁ ପ୍ରଚାର କରିଥାନ୍ତି, ଉପାସନା ଆରାଧନା କରିଥାନ୍ତି। ଆଉ ଗୋଟେ ଅର୍ଥରେ ଯଦି ଆମେ ବୁଝିବା ତାହେଲେ ରବିବାର ଦିନ ହେଉଛି ଦେବାର ଦିନ। ଏହି ପ୍ରକାର ଭାବେ ଆମେ ବୁଝିବା ସପ୍ତାହ ତମାମ ଆମେ ପ୍ରାର୍ଥନା କରି ମାଗିବାର ଦିନ। ଆମେ ଯାହା ଯାହା ପ୍ରଭୁଙ୍କ ନିକଟରେ ମାଗିଥାଉ ଆମେ ସବୁ ପାଇଥାଉ ଆଉ ପ୍ରଭୁ ଆମମାନଙ୍କୁ ଦେବାର ଦିନ। ଆଉ ଆମେ ମାଗିବାର ଦିନ ବା ପ୍ରାର୍ଥନା କରିବାର ଦିନ ସପ୍ତାହ ତମାମ ବୋଲି ଆମେ ଧରି ନେବା ଏବଂ ସପ୍ତାହ ତମାମ ପ୍ରଭୁ ଆମମାନଙ୍କୁ ଦେଇଥାନ୍ତି ପ୍ରାର୍ଥନାର ଉତ୍ତର ପ୍ରକାର ଅନେକ ବିଷୟ ବୋଲି ଆମେ ଭାବିବା। କିନ୍ତୁ ରବିବାର ଦିନ କେବଳ ତାହାଙ୍କୁ ଆମେ ଦେବାର ଦିନ। ଆମମାନଙ୍କର ହୃଦୟରୁ ବାହାରୁଥିବା କୃତଜ୍ଞତା, ଆମମାନଙ୍କର ମୁଖରୁ ବାହାରୁଥିବା ସେ ଧନ୍ୟବାଦ ରୂପକ ବଳି, ତାଙ୍କର ପ୍ରଶଂସା, ଧନ୍ୟବାଦ, ଉପାସନା, ଆରାଧନା ଏସବୁ ତାହାଙ୍କର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ବା ତାହାଙ୍କୁ ଦେବା ବିଷୟ, ମାଗିବା ବିଷୟ ନୁହେଁ। ତେଣୁ ରବିବାର ଦିନ ଉପାସନା ଆରାଧନାର ଦିନ କହିଲେ ଭୁଲ ହେବ ନାହିଁ। ରବିବାର ଦିନ ଆମେ ତାହାଙ୍କ ନିକଟରେ ତାହାଙ୍କର ପ୍ରଶଂସା ରୂପ ବଳି ଉତ୍ସର୍ଗ କରିବା ଦିନ କହିଲେ ଭୁଲ ହେବ ନାହିଁ। ତାହାଙ୍କୁ ଧନ୍ୟବାଦ ଦେବାର ଦିନ କହିଲେ ଭୁଲ ହେବ ନାହିଁ। ଆଉ ହୃଦୟରୁ କୃତଜ୍ଞତା ସବୁ ତାହାଙ୍କର ପାଦ ତଳେ ଅର୍ପଣ କରିବାର କହିଲେ ଭୁଲ ହେବ ନାହିଁ। ତାଙ୍କର ସମସ୍ତ ଗୁଣ କ୍ରିୟା କାର୍ଯ୍ୟ ଯେତେ ସବୁ କରିଛନ୍ତି ଆମ ନିମନ୍ତେ, ତାଙ୍କର ଆଶ୍ଚର୍ଯ୍ୟ କର୍ମରୁ ଆରମ୍ଭ କରି ତାଙ୍କର ଜୀବନୀ, ତାଙ୍କର ଆଉ ଏହି ଜଗତରେ ଆସିବାର ଉଦ୍ଦେଶ୍ୟ, ଆଉ ସେ କି ପ୍ରକାର ନିଜକୁ ନତ ନମ୍ର କଲେ, କେମିତି ଆଶ୍ଚର୍ଯ୍ୟ କର୍ମ କରି ଗୋଟେ ପାପୀ ମନୁଷ୍ୟକୁ ଉଦ୍ଧାର କଲେ, ଏସବୁ ସ୍ମରଣ କରି ତାହାଙ୍କର ଗୌରବ ପ୍ରଶଂସା କରିବାର ଦିନ। ଅନେକ କହନ୍ତି ରବିବାର ଦିନ ବିଶ୍ରାମ ଦିନ ବୋଲି। ଅନେକ କହନ୍ତି ସେ ରବିବାର ଦିନ କିଛି କାର୍ଯ୍ୟ ନ କରି ଆମେ ବିଶ୍ରାମ ନେବା ବୋଲି। କାହିଁକି? ପ୍ରଭୁ ମଧ୍ୟ ଆଉ ସବୁ ଦିନ ବିଶ୍ରାମ କରି ଶେଷ ଦିନରେ ସେ କ୍ଷମା କରିବେ, ସବୁ ଦିନ ସେ ସୃଷ୍ଟି କରି ଶେଷ ଦିନରେ ସେ ବିଶ୍ରାମ ନେଇଥିଲେ। କିନ୍ତୁ ଅଧିକାଂଶ ଖ୍ରୀଷ୍ଟିଆନ ମାନେ ରବିବାର ଦିନକୁ ବିଶ୍ରାମ ଦିନ ବୋଲି ଭାବିଥାନ୍ତି, ଅନେକ ଭାବିଥାନ୍ତି, କିନ୍ତୁ ଏହା ଭୁଲ ଅଟେ। ବିଶ୍ରାମ ଦିନ ସପ୍ତାହର ଶେଷ ଦିନ, କିନ୍ତୁ ରବିବାର ଦିନ ସପ୍ତାହର ପ୍ରଥମ ଦିନ ଅଟେ।
ତେଣୁକରି ରବିବାର ଦିନ ମୃତ୍ୟୁକୁ ଜୟ କରି ଉଠିଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଦିନ। ସେ ପୁନରୁତ୍ଥିତ ପ୍ରଭୁ ଯୀଶୁଖ୍ରୀଷ୍ଟ ଆଉ ଉଠିଥିବା ଦିନ, ମୃତ୍ୟୁକୁ ଜୟ କରି ଉଠିଥିବା ଦିନ ରବିବାର ଦିନ। ତେଣୁ ପ୍ରତି ରବିବାର ଆମମାନଙ୍କର ନିମନ୍ତେ ପୁନରୁତ୍ଥାନର ଦିନ କହିଲେ ଭୁଲ ହେବ ନାହିଁ। ତେଣୁ ପ୍ରିୟମାନେ, ଆମମାନେ ଏହି ସତ୍ୟତାକୁ ବୁଝିବା, ଜାଣିବା, ଆମମାନେ ଏହି ସତ୍ୟତାରେ ଆଗକୁ ବଢ଼ିବା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁକୁ ସ୍ମରଣ କରି ତାହାଙ୍କୁ ଧନ୍ୟବାଦ ଦେବା, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗୌରବ ଦେବା। ଆଉ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବିଷୟରେ ଆମେ ଜ୍ଞାତ ହେବା ଯେ ସେ ଉଦ୍ଧାରକର୍ତ୍ତା। ଯଦି ଏପର୍ଯ୍ୟନ୍ତ କୌଣସି ଲୋକ ତାହାଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ବା ଉଦ୍ଧାରକର୍ତ୍ତା ବୋଲି ବିଶ୍ୱାସ କରୁନାହାନ୍ତି, ତାହେଲେ ତାହାଙ୍କୁ ବିଶ୍ୱାସ କରନ୍ତୁ ନିଜର ତ୍ରାଣକର୍ତ୍ତା ବୋଲି। ଆଉ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରି ଆଗକୁ ବଢ଼ନ୍ତୁ। ସେ ଆପଣଙ୍କୁ ପ୍ରେମ କରି ଜୀବନ ଦେଇଛନ୍ତି, ରକ୍ତ ଝରାଇଛନ୍ତି, ମରିକି ଉଠିଛନ୍ତି। ଆଉ ସେ ଜଣେ ହିଁ ପରିତ୍ରାଣ ଦେବା ପରମେଶ୍ୱର, ଉଦ୍ଧାର କରିବା ପରମେଶ୍ୱର, ଉଦ୍ଧାର ଦେବା ପରମେଶ୍ୱର ପାପରୁ। ଆଉ ସେ ଆପଣଙ୍କୁ ସ୍ୱର୍ଗକୁ ନେବା ପରମେଶ୍ୱର। ଇଭେନ୍ ଏଇ ମନ୍ଦ ଜଗତରେ ବି ସୁରକ୍ଷା ଦେଇ, ଏ ମନ୍ଦ ଜଗତରେ ମଧ୍ୟ ଶାନ୍ତି ଆନନ୍ଦ ଦେଇ କଢ଼ାଇ ନେବା ପରମେଶ୍ୱର। ତେଣୁକରି ତାଙ୍କର ପବିତ୍ର ଜୀବନ୍ତ ବାକ୍ୟ ରଖିଅଛନ୍ତି। ଯେଉଁମାନେ ପ୍ରଭୁଙ୍କର ବାକ୍ୟ ଶୁଣନ୍ତି ଆଉ ସେଇ ବାକ୍ୟ ଅନୁସାରେ ପାଳନ କରନ୍ତି, ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରିଥାନ୍ତି। ଆଉ ଏ ମନ୍ଦ ଜଗତରେ କେବଳ ତାହାଙ୍କୁ ଗୌରବ ଦେଇ ଆଗକୁ ବଢ଼ିବା ପାଇଁ ପ୍ରଭୁ ସେମାନଙ୍କୁ ଅନୁଗ୍ରହ ପ୍ରଦାନ କରି ଶକ୍ତି ପ୍ରଦାନ କରିଥାନ୍ତି। ତେଣୁକରି ଆମେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ହୋଇ ଆଗକୁ ବଢ଼ିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।